ଓଡ଼ିଆ ରୀତିକାବ୍ୟାନୁମୋଦି ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ସେଇ ଓଡ଼ିଆ କାବ୍ୟ ଯୁଗ, ଓଡ଼ିଆ କାବ୍ୟ ସାହିତ୍ୟ ଯୁଗ, ରୀତି ଯୁଗ ବା ଭଞ୍ଜ ଯୁଗର ଅନନ୍ୟ ସାଧାରଣ ପ୍ରତିଭା ସମ୍ପନ୍ନ ଶ୍ରେଷ୍ଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର, ଯିଏକି ରୀତି ଯୁଗର ପ୍ରବର୍ତ୍ତକ ଏବଂ 200-250 ବର୍ଷ ଧରିକି ଓଡ଼ିଆ କାବ୍ୟ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ ପରବର୍ତ୍ତୀ ସାହିତ୍ୟ ଉପରେ ମଧ୍ୟ ତାଙ୍କର ନିରଙ୍କୁଶ ପ୍ରଭାବ ଜାରି ରଖିଥିଲେ। ସେହି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାଳ୍ପନିକ ଶ୍ରେଷ୍ଠ କୃତି କାବ୍ୟ ତାଙ୍କର ହେଉଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ସେହି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ତୃତୀୟ ସର୍ଗଟି ମୁଁ କିଛି ଆଲୋଚନା କରିଥିଲି ଏବଂ ଯାହାକି ଆପଣମାନେ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଦ୍ୱିତୀୟ ଛାନ୍ଦଟି ମୁଁ ଆଲୋଚନା କରିଥିଲି ଏବଂ ଆପଣମାନେ ଶୁଣୁଥିଲେ ଯେ ଚମ୍ପାନଗରୀର ବର୍ଣ୍ଣନା, ଯେଉଁଠି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଜନ୍ମ ହୋଇଛି, ତା'ର ଜନ୍ମ ବୃତ୍ତାନ୍ତ, ତା'ର ପିତାମାତା ଏବଂ ତାଙ୍କର ନଗର ଚମ୍ପାପୁରର ବର୍ଣ୍ଣନା, ଏସବୁ ସମ୍ପର୍କରେ ମୁଁ ଆପଣମାନଙ୍କୁ କିଛି ପଦ ସୂଚନା ଦେଇଥିଲି। ଆସନ୍ତୁ ଆଉ ବିଳମ୍ବ ନ କରି ପରବର୍ତ୍ତୀ ପର୍ଯ୍ୟାୟରେ ସେହି ଚମ୍ପାପୁରର ବର୍ଣ୍ଣନା ଏବଂ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ନାୟିକା, କାବ୍ୟ ନାୟିକା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ଜନ୍ମ ବୃତ୍ତାନ୍ତ ସମ୍ପର୍କରେ କବି କ'ଣ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ଯାହା ମୁଁ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଆପଣମାନେ ଆଲୋଚନା କରିଥିଲି ଶୁଣିଛନ୍ତି। ଆସନ୍ତୁ ବର୍ତ୍ତମାନ କାବ୍ୟ ଉପରକୁ ଯିବା। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ମୁଁ ସାମାନ୍ୟ ସୂଚନା ଦିଏ ଯେ ଆପଣମାନେ ଶୁଣିଛନ୍ତି ଯେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅତି ସୁନ୍ଦର ଭାବରେ, ସେ ତ ହେଉଛନ୍ତି ଶବ୍ଦର ଯାଦୁକର ନା, ଶବ୍ଦର ସମ୍ରାଟ। କହେ ଉପେନ୍ଦ୍ର ଭଞ୍ଜ ମୁଁ ଲଭିଛି ଶବଦ ସମୁଦ୍ର ପାର। ତେଣୁ ତାଙ୍କର ଅସାଧାରଣ ଆଳଙ୍କାରିକତା, ବର୍ଣ୍ଣନା ଚାତୁରୀ ଏବଂ ଶବ୍ଦ ସଂଯୋଜନା ଶୈଳୀ ମାଧ୍ୟମରେ ଏଇ ଯେଉଁ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ସହଜେ ନାୟିକା ହେଉଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏବଂ ସେ କାବ୍ୟଟି ମଧ୍ୟ ସମସ୍ତ କୋଟି କୋଟି ଜନମାନସକୁ ଛୁଇଁଛି କିପରି। ଆସନ୍ତୁ ଦେଖିବା ଯେ ଯେଉଁ ପୁରେ ପଢ଼େ ଶୁକ ବି ଯାକ। ମୁଁ କହିଥିଲି ଯେ ଯେଉଁ ଚମ୍ପାନଗରରେ ବା ଚମ୍ପାପୁରରେ ଯିଏକି ବିଶ୍ୱାନନ୍ଦକ ନାମକ ରାଜା ରାଜୁତି କରୁଥିଲେ, ଆଉ ତାଙ୍କର ରାଜ୍ୟର ନାଁ ହେଉଛି, ରାଜଧାନୀ ହେଉଛି ଚମ୍ପାପୁର ଏବଂ ସେଇଠି ଶୁକବି ଅର୍ଥାତ୍ ଶୁକ ଯେ ଶୁଆ ପକ୍ଷୀ, ବି ମାନେ ହେଉଛି ପକ୍ଷୀ, ଆଉ ଶୁଆ ପକ୍ଷୀମାନେ ପଞ୍ଜରାରେ ପାଳିତ ବା ପୋଷା ଶୁଆମାନେ ଯେଉଁଠି ଶୁକମୁନିଙ୍କ ବିରଚିତ ଶ୍ଲୋକ ଶ୍ରୀମଦ୍ ଭାଗବତ ଶାସ୍ତ୍ରାର୍ଥ କରିକି ଆଲୋଚନା କରିପାରନ୍ତି ଶୁକ ପକ୍ଷୀ, ସେଠି ଅନ୍ୟାନ୍ୟ ପଣ୍ଡିତ ବା ବିଜ୍ଞ ସୁଜ୍ଞାନୀମାନଙ୍କର କଥା କ'ଣ କହିବା। ଆଉ ଶୁଆ ପକ୍ଷୀ ଯେଉଁଠି କାବ୍ୟ ପୁରାଣ ଶାସ୍ତ୍ର ପ୍ରଭୃତି ପଢ଼ୁଛି, ଭାଗବତ ପଢ଼ୁଛି, ଏଠି ତାଙ୍କ ରାଜ୍ୟରେ ଯେଉଁ କବିମାନେ ଅଛନ୍ତି ତାଙ୍କ କଥା ଆଉ କ'ଣ କହିବା, ତାଙ୍କର ପାଣ୍ଡିତ୍ୟ। ଏଇଭଳି ଯେଉଁ ଚମ୍ପାପୁର ନଗରୀ, ଆଉ କବି ସେହି ସମ୍ପର୍କରେ ପୁନର୍ବାର କହୁଛନ୍ତି କୋଟି ବ୍ରହ୍ମାଣ୍ଡ ସୁନ୍ଦରରେ କ'ଣ, ଆସନ୍ତୁ ଶୁଣିବା। ବୈଦ୍ୟ ଶାର୍ଦୂଳେ ଅଶ୍ୱିନୀ କୁମାରେ, ବୈଦ୍ୟ ଶାର୍ଦୂଳେ ଅଶ୍ୱିନୀ କୁମାରେ, ମୃଗ କରି ଚିତ୍ତେ ବିବେକ କରେ, ମୃଗ କରି ଚିତ୍ତେ ବିବେକ କରେ, ଥିଲେ ତାଙ୍କର ଚରକ ସୁଶ୍ରୁତ, ବୁଝିଥାନ୍ତେ ଆସି ଆମ୍ଭ ପୁରତ। ଏଭଳି ଯେଉଁ ଚମ୍ପାନଗରୀ, ସେଠି ଯେଉଁ ବୈଦ୍ୟମାନେ ଅଛନ୍ତି, ବୈଦ୍ୟ ଅର୍ଥାତ୍ ସେତେବେଳେ ତ ଆଜ୍ଞା ଡାକ୍ତରୀ ବିଦ୍ୟା ଏତେ ନଥିଲା, ତେଣୁ ସେତେବେଳେ ରାଜବୈଦ୍ୟ ଏବଂ ଅନ୍ୟାନ୍ୟ ବୈଦ୍ୟ ସବୁ ସାଧାରଣ ଲୋକମାନଙ୍କର ଜନସାଧାରଣର ଚିକିତ୍ସା କରିବା ପାଇଁ ଚେରମୂଳ ଆୟୁର୍ବେଦ ଜ୍ଞାନରେ ଯେଉଁମାନେ ପାଣ୍ଡିତ୍ୟ ଅର୍ଜନ କରିଥିଲେ ବା ଆୟୁର୍ବେଦ ଶାସ୍ତ୍ରକୁ ଅଧ୍ୟୟନ କରିକିରି ସେମାନଙ୍କୁ ଚିକିତ୍ସା କରୁଥିଲେ, ସେମାନେ ହେଉଛନ୍ତି ବୈଦ୍ୟ। ତେଣୁ ବୈଦ୍ୟମାନେ ନିଜେ ଚିନ୍ତା କରନ୍ତି, ତାଙ୍କୁ ଶାର୍ଦୂଳ ବୋଲି କହିଛନ୍ତି। ଶାର୍ଦୂଳ ଶବ୍ଦ ଅର୍ଥାତ୍ ବ୍ୟାଘ୍ର, ବ୍ୟାଘ୍ର ଶବ୍ଦ ଶାର୍ଦୂଳ ବୋଲି, ବ୍ୟାଘ୍ର ଶାର୍ଦୂଳ ବୋଲି ମଧ୍ୟ ବୈଦ୍ୟ ଶାର୍ଦୂଳ ଅର୍ଥାତ୍ ଶ୍ରେଷ୍ଠ ବୈଦ୍ୟମାନେ। ଅଶ୍ୱିନୀ କୁମାରଙ୍କୁ ମଧ୍ୟ ମୃଗ ବୋଲି ବିବେଚନା କରୁଛନ୍ତି, ଯେହେତୁ ଏମାନେ ବ୍ୟାଘ୍ର, ବାଘ ସଦୃଶ ଶ୍ରେଷ୍ଠ ବୈଦ୍ୟ, କବିରାଜ, ରାଜବୈଦ୍ୟ, କବିରାଜ ଅନ୍ୟାନ୍ୟମାନେ ଯେଉଁମାନେ ଚିକିତ୍ସା କରୁଛନ୍ତି, ସେମାନେ ନିଜକୁ
श्रेष्ठ एवं व्याघ्र सहित तुलना करी कवि अन्य को मृग बोली कही देउछन्ति क्या फिर साधारण लोक नुहे मृग अश्विनी कुमार जी स्वर्गवैद्य अश्विनी कुमार जी स्वर्गवैद्य से माने आगे किसी नुहे मृग सदृश एमाने यदि व्याघ्र सदृश होती ताले स्वर्गवैद्य अश्विनी कुमार चिकित्सा शास्त्र या उणा पड़े तेणु मृग ज्ञान करेंगे हे ज्ञान करुँचे ना चंपापुर वैद्य माने कहीं ना थिले तांकर चरक सुश्रुत जदि चरक सुश्रुत प्रभृति पढ़िकी चरक एवं सुश्रुत ग्रंथ हूँ वैद्यशास्त्र ग्रंथ आपण मैंने जानते आम भारतीय आयुर्वेद विज्ञान में चरक सुश्रुत एगुड़ी हूँ आयुर्वेद विज्ञान आसी चिकित्सा मुनि ऋषि मान सब चरक मुनि ताकू लिखिते सुश्रुत ग्रंथ प्रभृति एवं तेणु से कहते जे जदि अश्विनी कुमार पाखरे स्वर्ग ये दुर्मूल्य व दुष्प्राप्य चरक व सुश्रुत ग्रंथ था ताले से अर्थ जापारते चिकित्सा कौन कर तार अर्थ बुझापी से आम पाखक आसते तेणु ताकू मृग ज्ञान व तुच्छ ज्ञान कर से ना चंपापुर श्रेष्ठ वैद्य माने थिले तांकर चरक सुश्रुत बुझी थांते आसी आंभपुर तो आम आगे आसिक मर्त्यपुर को आसिक बेले बेले आम ये ग्रंथ आणिक आमको बुझे दिए टे बोली आमको अनुरोध करते यही जो वैद्य शास्त्र से चंपापुर अच्छा तेणु चंपानगरी महत्व हाँ सौंदर्य वर्णना करने प्रसंग से किभली अन्यान्य माने विचक्षण सम एक को आरेक विचक्षण कवि कहतु वैद्य कहतु एवं गणिका कहतु एवं तार सहर सौंदर्य कहतु राजप्रासादर उभय पाखे विराट विराट अट्टालिका जी सूर्य को डर दे पारुची इंद्र को डर दे पारुची भयभीत कर ये जो चंपानगरी सौंदर्य कवि वर्णना अतुलनीय सौंदर्यर वर्णना कवि लेखन अति चमत्कार है आसतु कवि पुणी कौन कहते देखा गणिका गणक हेमंत हृद गुरु गुरु हे बा पड़िले बाद धनी जन मते जन धन दौणा न जीवारु तांक पुष्पक गणा गणिका गणक हेमंत सारे से जो राज गणिका सब अच्छा गणिका मान बेश्या हाँ से राज राजा जेकोसी राज्य आज्ञा किसी गणिका राजा रखी थे से बेश्यावृत्ति कर चलुले ये मैंने बाह करुले तेणु कौन एवं से साधारण गणिका एभली नुहे से आज्ञा राजगणिका ता भितर था जो मैंने कि कामशास्त्र बादशायन ऋषि को जे सगुचर गीते कहे उपेन्द्र भंज बादशायन ऋषि कामशास्त्र प्रभृति अध्ययन करते एवं काव्य प्रभृति अन्यान्य संगीत निपुण थे वाद्ययंत्र निपुण थे एवं ये जो बेश्या बा गणिका माने सेमानंकर हृदय से हेमंत विचार करुँच आसूची ये कवि कहे आम गुरु गुरु हेले करवा बाद अर्थात बृहस्पति गुरु जी बृहस्पति स्वर्गर गुरु होती आज्ञा किए ना गुरु कहले बृहस्पति होती गुरु स्वर्गर गुरु आमे तांकर गुरु हबु बाद पड़े जदि तर्क पड़े जदि युक्ति तर्क हुए ताले स्वर्गर गुरु बृहस्पति आमे गुरु हो बोली गणिका माने तांकर ये मनरे विचार करुँच धनी जन मते धन दौणा आउ से जो धनाढ़ व्यक्ति सब अच्छा धन द अर्थात कुबेरंकर आज्ञा स्वर्ग कुबेर होती धनी सबुठार किए से धनी ना कुबेर होती धनी से धन को धन भंडार को रखी अच्छा अक्षय पात्र सदृश धन भंडार स्वर्गपुर एणु धनी जन मते धन द अर्थात ये चंपानगर जो धनी माने गण धनी जन अच्छा से कुबेर को तुच्छा कर कुबेरपुरी से जो धन रखिंट कहते कौन पाखे अच्छी आमठू तार अजस्र गुण बहु गुण आम धन संपत्ति रखीचु नजीबारु पुष्पक गणा अरे सी कुबेर होती गोटे पुष्पक यान रखिंट आपण मैंने जानते कुबेरंकर प्रथम ही पुष्पक यान कुबेरंकर थिला भाई रावण तांकर भाई विवाद करी बड़ भाई ठू नहीं लंका राजा होकर पुष्पक विमान नहीं तेणु गोटे धनद अर्थात कुबेर ये
गोटे पुष्पक आम जो आम नगर में जो धनी मैंने अच्छा से एत पुष्पक अर्थात रत्न बलय बा रत्न कंकण सब रखिंट पुष्पक शब्दर अर्थ पुष्पक विमान एवं रत्न कंकण बस्ता बस्ता आउ रत्न कंकण बा पुष्पक आम पाखे अच्छी तेणु सी आमको उणाहे किए से ना कुबेर धनद कुबेर पुणी कवि कहते सुनासीरंकर एहि गुमान के कलाम्ब पद इंद्रे दान बहुत बड़ भय पूजाऊ वज्रसार बार भूषणे बहु अरे इंद्र को मध्य तुच्छ कर दौरान किए से सुनासीर सुनासीर होती इंद्र अमर कोशर लिखाई आज्ञा सुनासीर इंद्रंकर अनेक ना सब अच्छी तेणु ता भर सुनासीर हूँ इंद्र आउ सुनासीर कहले वीर चंपापुर जो वीर माने अच्छा श्रेष्ठ वीर माने अच्छा सुनासीर शब्द अर्थ तो इंद्र सुनासीर कहले वीर अर्थात चंपानगरी राजा विश्वानंदक जो वीर मान सब सैन्य वीर सैन्य बाहिनी रखिंट धीरे जो असाधारण वीरत्व शक्ति रही जो वीर माने अच्छा से माने कहते इंद्रपदटा आंभ पदटा इंद्र को किए दान कर आमे हूँ प्रकृत चंपानगरी सुनासीर अर्थात श्रेष्ठ वीर सब आमठू योद्धा आउ कहीं नहीं तेणु ये पदटा सुनासीर पदटा इंद्र को ये देची न जाणिक कहीं ना बहुत बड़ भय पूजाओ अरे सी बड़ नामक गोटाए राक्षस को बड़ाराती इंद्रंकर अन्य नाम हूँ बड़ाराती बड़ नामक राक्षस को मारी शत्रु को बोली ना बड़ अराती बड़ाराती हाँ तेणु सी गोटे नामक राक्षस को मारी बड़ नामक गोटे राक्षस को मारी आम तो हाँ बहु आमर एत बल अच्छी आम केते बलवान शत्रु को विनाश करूँ एवं वज्र सार बार भूषण वज्र तांको पाखरे गोटे अच्छी इंद्रंकर अस्त्र हूँ वज्र आम पाखरे हीरा खचित अनेक गुड़िए भूषण सब रही हीरा खचित अनेक भूषण अच्छी पाखरे गोटे मात्र अस्त्र भूषण रूप रखिंट वज्र आम पाखरे वज्र सार श्रेष्ठ वज्र हाँ अनेक सबू बहुल भाव आम पाखरे रही यहीपरि भाव कवि वर्णना कर वीर माने हीरा खचित भूषण सबू असंख्य शत्रु मान को निपात कर गोटे बल मारी बल नामक राक्षस को एवं आमे हूँ बलवान सी गोटे वज्र आयुध रखिंट आम पाखे हीरार भूषण सदृश आम अनेक हीरा रखीचु सब तेणु यहीपरि भाव कवि स्वर्गर इंद्र को कुबेर को तांकर अस्त्रशस्त्र सूर्य को इत्यादि इत्यादि आउ चंपानगरी सहित तुलना करी उपमा गण को उपमा माने अपमाने बुड़े सुषमा समान होइबारे लावण्यवती काव्य लिखाई तेणु उपमा गण को भावे उपमा गण निरंतर कि करवा बोली निरंतर भावी होती तेणु उपमेयर आधिक्य ये सब वर्णना कर कवि उपमान ठारू उपमेय होइले अधिक होई अलंकार व्यतिरिक्त अच्छा तापर कवि कहते कटक निर्माण छटक देखी विश्वकर्मा मय बुझिबे आखि भल शिल्पी बोली होइबा कथा भल शिल्पी बोली होइबा कथा भल होई करे हृदय को व्यथा भल होई करे हृदय को व्यथा शब्द संयोजनार शैली देखंतु भल भल अरे कटक निर्माण छटक देखी से विश्वानंदक चंपानगरी राजा जी विश्वानंदक से तांकर कटक अर्थात पुर को बा नगर को एभली वर्णना करी तैयारी निर्माण करिसेंती तार सौंदर्य एभली जे स्वर्गर दैवशिल्पी विश्वकर्मा आपण माने जानते विश्वकर्मा हूँ दैवशिल्पी जी समुद्र द्वारका नगरी को श्रीकृष्ण रे बोली मथुरा जिते कंस को मारिक जाइए समुद्र पोतेकरी
ଆଉ ସୁନ୍ଦର ଦ୍ୱାରକା ନଗର ବର୍ଣ୍ଣନା କରିଥିଲେ ଯଦୁମଣି, ଯାହାକୁ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟର ପ୍ରଥମେ ଲେଖିଛନ୍ତି। ଏଇଭଳି ଯେଉଁ ବିଶ୍ୱକର୍ମା ସିଏ ମଧ୍ୟ ଦେଖିକିରି ତଟସ୍ଥ ହେଇଯାଉଛନ୍ତି। ମୟ ଦାନବ, ସେ ହେଉଛି ରାକ୍ଷସମାନଙ୍କର ଯେତେକ ନଗର ସିଏ ମଧ୍ୟ ତିଆରି କରିଛି। ମୟ ଦାନବ, ଯେମିତି ସ୍ୱର୍ଣ୍ଣମୟୀ ଲଙ୍କା ରାବଣର ଏବଂ ଅନ୍ୟାନ୍ୟ ଯେତେ ରାକ୍ଷସମାନଙ୍କର ପୁର ସବୁ ତିଆରି କରିଛି। ସେ ମଧ୍ୟ ବିଚିତ୍ର କଥା ଦେଖିକିରି ଏମାନଙ୍କୁ ଅର୍ଥାତ୍ ଚମ୍ପାନଗରୀର ସୌନ୍ଦର୍ଯ୍ୟକୁ ଏବଂ ଶିଳ୍ପୀମାନଙ୍କର ଶିଳ୍ପ ଚାତୁରୀକୁ ଦେଖିକିରି ମଧ୍ୟ ସେମାନେ ମଧ୍ୟ ଉଣା ହେଇଯିବେ। ତେଣୁ କଟକ ନିର୍ମାଣ ଛଟକ ଦେଖି ବିଶ୍ୱକର୍ମାମୟ ବୁଝିଣ ଆଖି। ଭଲ ଶିଳ୍ପୀ ବୋଲି, ଆରେ ଆମେ ଯେ ଭଲ ଶିଳ୍ପୀ ବୋଲି, ସବୁଠାରୁ ଭଲ ଶିଳ୍ପୀ ବୋଲି ଯେଉଁ ଆମେ ପ୍ରଶଂସା ପାଉଥିଲେ, ଏ ଚମ୍ପାନଗରକୁ ଦେଖିବା ପରେ ଆମକୁ ସେଇଟା ଭଲ ଅର୍ଥାତ୍ ଶୂଳ, ଭଲ କହିଲେ ଅସ୍ତ୍ର ଗୋଟେ, କୁନ୍ତ ବା କୁନ୍ତ ଅସ୍ତ୍ର ତାକୁ କୁହାଯାଏ। ତ୍ରିଭୁଜ ଭଳିଆ ହେଇକରି ଗୋଟେ ଭୁଷି ହେଇଯିବ, ତାକୁ କୁହାଯାଏ ଭଲ୍ଲାସ୍ତ୍ର। ଆମ ଦେହରେ ସେ କୁନ୍ତ ଭଳିଆ ବିଦ୍ଧ ହେଇଯାଉଛି। ଅର୍ଥାତ୍ ଆମେ ମଧ୍ୟ ତାହାର ସୌନ୍ଦର୍ଯ୍ୟ ଚାତୁରୀରେ ଚମ୍ପାନଗରୀର ଶିଳ୍ପ କଳନାରେ ଯେଉଁ ଶିଳ୍ପୀମାନେ ତାକୁ ତିଆରି କରିଦେଇଛନ୍ତି, ଆମକୁ ସେଇଟା ଦେଖିବା ମାତ୍ରେ କୁନ୍ତ ସଦୃଶ ଆମେ ଆଉ କ'ଣ ହେବା, ଆମକୁ ବରଂ ସେଇଟା ଭଲ ନୁହେଁ, ଦ୍ୱିତୀୟ ଭଲ ଅର୍ଥାତ୍ କୁନ୍ତ ସଦୃଶ ବିଦ୍ଧ ହେଇଯାଉଛି। ଏଇଭଳି ସେମାନେ ମଧ୍ୟ ଅପମାନ ବୋଧ କରୁଛନ୍ତି। କବି ଆଉ କ'ଣ ବର୍ଣ୍ଣନା କରିଛନ୍ତି ଚମ୍ପାନଗରୀ ସମ୍ପର୍କରେ, ଆସନ୍ତୁ ଶୁଣିବା। ବହେ ସେ ବିଷ୍ଣୁ ଜାନୁ ଅନୁମାନ, ସର୍ବଦା ଲକ୍ଷ୍ମୀ କରିବାରୁ ସ୍ଥାନ। ନିଶାନ୍ତ ରତନ ଜ୍ୟୋତି ପ୍ରକାଶେ, ନିଶାନ୍ତ ପ୍ରାୟ ସବୁବେଳେ ଦିଶେ, ନିଶାନ୍ତ ପ୍ରାୟ ସବୁବେଳେ ଦିଶେ। ବହେ ସେ ବିଷ୍ଣୁ ଜାନୁ ଅନୁମାନ। ଆରେ ତାହେଲେ ଏତେ କଥା ଯେତେବେଳେ ବର୍ଣ୍ଣନା କଲେଣି, କବି ପୁଣି କହୁଛନ୍ତି ସେ ଚମ୍ପାନଗରୀ ବୋଧେ ଆଉ କିଛି ନୁହେଁ, ସେ ହେଉଛି ବିଷ୍ଣୁଙ୍କର ଜାନୁ ଅର୍ଥାତ୍ ବିଷ୍ଣୁଙ୍କର ଜାନୁ ବୋଲି କ'ଣ ନା, ଭଗବାନ ବିଷ୍ଣୁଙ୍କର ଜାନୁରେ ବା ଜଙ୍ଗରେ ଲକ୍ଷ୍ମୀ ଅବସ୍ଥାନ କରନ୍ତି ସବୁବେଳେ। ତେଣୁ ଇଏ ଚମ୍ପାନଗରୀ ହେଉଛି ବିଷ୍ଣୁଙ୍କର ଜାନୁ କି ଅର୍ଥାତ୍ ଲକ୍ଷ୍ମୀ ଏ ନଗରରେ ସବୁବେଳେ ବାସ କରୁଛନ୍ତି। ଏ ନଗରରେ ଲକ୍ଷ୍ମୀ, ମା ଲକ୍ଷ୍ମୀ ଠାକୁରାଣୀ, ଯିଏ ବିଷ୍ଣୁଙ୍କର ପତ୍ନୀ, ତାଙ୍କ ଜାନୁରେ ଯେମିତି ସବୁବେଳେ ବସିଥାନ୍ତି, ଏ ଲକ୍ଷ୍ମୀ ଏ ଚମ୍ପାନଗରୀକୁ ଛାଡ଼ିକିରି କେବେ ହେଲେ ଯାଉନାହାନ୍ତି, ସର୍ବଦା ଏଠି ବାସସ୍ଥାନ କରିଛନ୍ତି। ଏବଂ ସର୍ବଦା ଲକ୍ଷ୍ମୀ କରିବାରୁ ସ୍ଥାନ, ସର୍ବଦା ଲକ୍ଷ୍ମୀ ସ୍ଥାନ ଅର୍ଥାତ୍ ବାସସ୍ଥାନ କରିବାରୁ, ବସତି ସ୍ଥାପନ କରିବାରୁ ନିଶାନ୍ତ ରତନ, ଆଉ ନିଶାନ୍ତ ରତନ ଜ୍ୟୋତି, ଏଠି ମା ଲକ୍ଷ୍ମୀ ଅଛନ୍ତି, ଧନାଢ଼୍ୟ କୁବେରଙ୍କୁ ବଳିକିରି ଧନାଢ଼୍ୟ ଅଛନ୍ତି। ତେଣୁ ଏଠି ନିଶାନ୍ତ ଅର୍ଥାତ୍ ସବୁବେଳେ ନିଶାନ୍ତ, ନିଶା ଅର୍ଥାତ୍ ରାତ୍ରି, ଅନ୍ତ ବୋଇଲେ ଦିବସ, ଅର୍ଥାତ୍ ସବୁବେଳେ ଦିନ ଭଳିଆ ଏଇଟା ଦେଖାଯାଉଛି। ରାତିରେ ମଧ୍ୟ ନିଶାନ୍ତ ପ୍ରାୟ ସବୁବେଳେ ଦିଶେ, ଏଇଠି ରାତି ନାହିଁ ବୋଧେ। ଦିନରେ କାହିଁକି ନା ହୀରା ନୀଳା ମଣି ଅଷ୍ଟରତ୍ନ ପ୍ରବାଳ ବୈଦୁର୍ଯ୍ୟ ଏଇସବୁ କୁଢ଼ା ହେଇଛି ସେଠି ତା'ର ଜ୍ୟୋତି, ଏବଂ ଇଆଡ଼େ ଦିବସ ଭଳିଆ ପ୍ରତୀତ ହେଉଛି। ଆଉ ମା ଲକ୍ଷ୍ମୀ ଯେଉଁଠି ଅଛନ୍ତି, ଆଉ ତାକୁ କ'ଣ କହିବା। ତେଣୁ ଏଠି ରାତି ବୋଧେ ନାହିଁ, ସବୁବେଳେ ନିଶାନ୍ତ ଅର୍ଥାତ୍ ଦିବସ ସଦୃଶ ପ୍ରତିଭାତ ହେଉଛି। ଏହିପରି ଭାବରେ କବି ସେ ଚମ୍ପାନଗରୀର ବର୍ଣ୍ଣନା ଅତି ସୁନ୍ଦର ଭାବରେ କେଉଁଠି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ଦ୍ୱିତୀୟ ଛାନ୍ଦରେ ବର୍ଣ୍ଣନା କରିଛନ୍ତି। ପୁଣି କବି କ'ଣ ସେ ଚମ୍ପାନଗରୀର ଆଉ କ'ଣ ସୌନ୍ଦର୍ଯ୍ୟ ରହିଗଲା ବାକି, ତାକୁ ଦେଖନ୍ତୁ। କବି ମୁଁ କହିଛି ବଞ୍ଜିୟ ଚାତୁରୀ, କଳ୍ପନା ଚାତୁରୀ ହେଉଛି ଅସାଧାରଣ କଳ୍ପନା ଚାତୁରୀ। ଆଉ କବିତା ଗୁଡ଼ିକ ଆରେ ବାସ୍ତବତା, ରାଜପୁରର ରାଜ ଅନ୍ତପୁର, ରାଜପୁର ତା'ର ରାଜପ୍ରାସାଦ, ତା'ର ସ୍ତମ୍ଭ, ତା'ର ତୋରଣ ଯେଉଁ ଶିଳ୍ପୀ କରିଛନ୍ତି, ଯେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ବା ଦାନବ ଶିଳ୍ପୀ ମୟଙ୍କୁ ବଳିଯାଇଛି, ତାହେଲେ ସିଏ କ'ଣ କବି ଆଉ ଏତିକିରେ ସନ୍ତୁଷ୍ଟ ହେବେ କି? ତେଣୁ ଆଉ ଟିକେ ରାଜଧାନୀର ସୌନ୍ଦର୍ଯ୍ୟ ବା ସେ ପୁରର ଚମ୍ପାନଗରୀର ବର୍ଣ୍ଣନା କ'ଣ କରୁଛନ୍ତି, ଆସନ୍ତୁ ଶୁଣିବା। ଉତ୍ତାନ ହଟେ କେରଳୀ କି ରାଜେ, କଳସ କୁଚ ତୃଣ ସ୍ତମ୍ଭ ଭୁଜେ, ଶୁଭେ ନାରୀ ପଦ ନୂପୁର ବାଦ୍ୟ, ସମ୍ଭବେ ଯହିଁ ଭଲା ଭଲା ପଦ। ଉତ୍ତାନ ହଟ, ଆରେ ନୃତ୍ୟ କେରଳୀ ଅର୍ଥାତ୍ କ'ଣ ସେ କରୁଛି, ଯେଉଁମାନେ ନୃତ୍ୟ କରନ୍ତି ଆପଣ ଦେଖିବେ ଗାଁରେ ଗୋଟିଏ ବାଜା ବଜେଇକିରି ସେମାନେ ସବୁ ଆସିକିରି ହଟ ନୃତ୍ୟ କରନ୍ତି। ଆଉ ଉତ୍ତାନ ଚିତ୍ ହେଇକିରି ଯେତେବେଳେ ନୃତ୍ୟ କେଳୁଣୀମାନେ ସେମାନେ ନୃତ୍ୟ କରନ୍ତି, ଏଠି ସେଇଭଳି
ନଟ ନଟି ଏ ନଟିମାନଙ୍କର ତୋରଣ ସ୍ତମ୍ଭରେ ବିରାଜମାନ ହେଇଛନ୍ତି। ସେମାନେ ଉତ୍ଥାନ ହେଇକି ଚିତ୍ ହେଇକରି ତାଙ୍କର ଦେଖାଯାଉଛି ଏବଂ ତାଙ୍କ ହାତ ଗୁଡ଼ିକ ସବୁ ବାହୁ ଗୁଡ଼ିକ ସ୍ତମ୍ଭ ଭଳିଆ ଦେଖାଯାଉଛି। ଏବଂ କଳସ ଅର୍ଥାତ୍ ସେ ରାଜଧାନୀରେ ପୂର୍ଣ୍ଣ କଳସ ବା ପୂର୍ଣ୍ଣ କୁମ୍ଭ ସଦୃଶ ସେମାନଙ୍କର ସ୍ତନ ଯୁଗଳ ସୁନ୍ଦର ଦେଖାଯାଉଛି। ଆଉ ଏଠି ସେମାନେ କବି କହୁଛନ୍ତି ଆଉ ଇଏ ଉତ୍ଥାନ ନୃତ୍ୟ କରୁଛି କି ଚିତ୍ ହେଇକରି ନର୍ତ୍ତକୀ। ଆଚ୍ଛା, ପୁଣି କହୁଛନ୍ତି ଶୁଭେ ନାରୀପଦ ନୂପୁର। ଏବଂ ଭିତରେ କ'ଣ ହେଉଛି ନାରୀପଦ ଯେଉଁ ନୂପୁର ମାନେ ବାଦ୍ୟ। ଆଉ ସେମାନେ ତ ସ୍ତମ୍ଭରେ ରହିଛନ୍ତି ନା, ସ୍ତମ୍ଭର କନ୍ୟା, ତାଙ୍କର ନୂପୁର ଶବ୍ଦ ଆସିବ କେଉଁଠୁ? ଏଗୁଡ଼ା ଚିତ୍ରିତ। କିନ୍ତୁ ଅନ୍ତଃପୁରରେ ଯେଉଁ ବୀଣା ନୂପୁର ପରି ବା ନାୟିକାମାନେ ସବୁ ଅନ୍ୟାନ୍ୟ ନୃତ୍ୟ କରୁଛନ୍ତି ସବୁ ନାରୀମାନେ, ତାଙ୍କର ନୂପୁର ବାଦ୍ୟ ଗୁଡ଼ିକ ମଧ୍ୟ ଝୁଣୁ ଝୁଣୁ ହେଇକରି ଶୁଭୁଛି। ସତେ ଏମାନେ ପରିଧାନ କରିଛନ୍ତି। ଏବଂ ଯେମିତି ନାୟିକା ବା ନଟି ଗାଁ ଦାଣ୍ଡରେ ନାଚ କଲାବେଳେ ଆପଣ ଦେଖିବେ ଦୁଇ ଗୋଡ଼ରେ ନୂପୁର ଲଗେଇଥାଏ। ଏବଂ ସମ୍ଭବେ ଯହିଁ ଭଲା ଭଲା ପଦ। ଏବଂ ସତେ ଯେମିତି ଦର୍ଶକମାନେ ଯେମିତି ଦେଖିକିରି କେଳୁଣୀର ନାଚକୁ ଭଲା ଭଲା ବୋଲି ଆନନ୍ଦିତ ହୁଅନ୍ତି, ଏପଟେ ସେମିତି ମଧ୍ୟ ଶୁଭୁଛି। ଏବଂ ସମ୍ଭବେ ଯହିଁ ଭଲା ଭଲା ପଦ। ଅନ୍ତଃପୁରରୁ ଏଇଭଳି ଯେଉଁ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି, ଅସାଧାରଣ ସୌନ୍ଦର୍ଯ୍ୟ। ଖାଲି ସେତିକି ନୁହେଁ, ନର୍ତ୍ତକୀମାନଙ୍କର ଅଖି କେମିତି ଦେଖାଯାଉଛି? ମୁଖ ଝଳିପଣ ଦର୍ପଣ ଭିତ୍ତି ଯେ ଦର୍ପଣ, ଯେଉଁ କାନ୍ଥରେ ଯେଉଁ ଦର୍ପଣ ଦିଆହେଉଛି, ନର୍ତ୍ତକୀର ପ୍ରତିବିମ୍ବିତ ହେଉଛି ସେଇଠି। ଯେଉଁ ହଟ ନର୍ତ୍ତକୀ ଦେଖାଉଛି ହାତରେ ବା କେଳୁଣୀ ନର୍ତ୍ତକୀ, ତା'ର ପ୍ରତିବିମ୍ବ ସତେ ଯେମିତି କାଚ ସ୍ୱଚ୍ଛ। ଏବଂ ଶୁଭେ ମୁଖ ଝଳିପଣ ଦର୍ପଣ ଭିତ୍ତି ମାନେ କାନ୍ଥ, ଦର୍ପଣରେ କାଚରେ ତିଆରି ହେଇଛି, ସ୍ୱଚ୍ଛ ସ୍ଫଟିକରେ ଯେଉଁ ତିଆରି ହେଉଛି ସେଠି ତା'ର ପ୍ରତିବିମ୍ବିତ ହେଉଛି ଗବାକ୍ଷ। ଏବଂ ସେ କାନ୍ଥରେ ଯେଉଁ ଗବାକ୍ଷ ଦିଆହେଇଛି ତା'ର ଆଖି ସଦୃଶ ସେଗୁଡ଼ାକ ଦେଖାଯାଉଛି। ଏବଂ ଚାମର ଯେଉଁ ତିଆରି ହେଇଛି, ଆଉ ସେଗୁଡ଼ିକ ଚିକୁର ସଦୃଶ, ନାୟିକାର ଚିକୁର କେଶପାଶ ସାଙ୍ଗରେ ତୁଳନା କରାହେଇଛି। ଏବଂ ବସନକୁ ଯବନିକା। ଏବଂ ସେଇଠି ଯେଉଁ ପର୍ଦ୍ଦା ଟଣା ହେଇଛି ସବୁ ସ୍ୱଚ୍ଛରେ ସବୁ ଦେଖାହେଇଛି। ପର୍ଦ୍ଦା, ସୁନ୍ଦର ପର୍ଦ୍ଦା ସବୁ ଲେଖାହେଇଛି। ସ୍ୱଚ୍ଛ ସ୍ଫଟିକ ବାଡ଼ରେ ଦିଶେ କିସେ ହେମ ପିତୁଳା ପ୍ରତିବିମ୍ବିତ ହେଉଛି। ଏଣୁ ବସନକୁ ଆଉ ତାଙ୍କର ଯେଉଁ ପରିଧାନ କରିଛନ୍ତି ବସନ, ସେଗୁଡ଼ିକ ସବୁ ଯବନିକାର ଭ୍ରମ ଦେଉଛି। ଏଇଭଳି ଯେଉଁ ଚମ୍ପାପୁରର ବର୍ଣ୍ଣନା କବି ଉପେନ୍ଦ୍ର ଭଞ୍ଜ ବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଲେଖନୀରେ ଅତି ଆହୁରି ମନୋରମ ହେଇଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ କବି ପୁଣି ଆଉ କ'ଣ ଚମ୍ପାନଗରୀ ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି। ଏବଂ ଆମର ଯେଉଁଟା ବିଷୟବସ୍ତୁ ଅର୍ଥାତ୍ ବର୍ଣ୍ଣିତ ବିଷୟବସ୍ତୁ ହେଉଛି ନାୟିକା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ଜନ୍ମ ସେ ନଗରୀରେ ବିଶ୍ୱାନନ୍ଦକ ଏବଂ ତାଙ୍କର ରାଜାଙ୍କର ମହାରାଣୀ ହେଉଛନ୍ତି ବିଚିତ୍ର କଳା। ସେମାନେ କିଭଳି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀକୁ ଝିଅ ରୂପରେ ପାଇଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ନମସ୍କାର।